କୁଆଁରପୁନେଇ ହାଟ ଏତେ ଜାମ୍ ବୋଲି ମୁଁ ତ ଜାଣି ହିଁ ନଥିଲି। ତ ହ୍ୟାଲୋ ହାଇ ନମସ୍କାର, ମୁଁ ଆପଣଙ୍କର ପ୍ରିୟମଣି ମୋର ଆଉ ଗୋଟେ ବ୍ଲଗ୍‌କୁ ଆପଣଙ୍କୁ ସ୍ୱାଗତ କରୁଛି। ସକାଳୁ ହେଲା ଆମେ ଦି ଭାଇ ଭଉଣୀ ତ ଉଠିଲୁ, ଯେହେତୁ ମା ଦେହ ଟିକେ ଖରାପ, ସେ ମା ଉଠି ପାରିବନି ଶୀଘ୍ର, ତେଣୁ ଆମେ ଦିନ ଉଠି ଷ୍ଟାଇଲ୍ ଷ୍ଟୁଇଲ୍ ମାରିକି ଆମେ ପଳେଇ ଆସିଲୁ ଆମ ବାଛୁରୀ ନେବା ପାଇଁ। ଯେହେତୁ ଆମ ବାଛୁରୀ ଆମ ଘରେ ନ ନେଇ କୋଷ୍ଟରେ ବନ୍ଧା ହେଉଛି, ତେଣୁ ତାକୁ ଆମେ ନେବାକୁ ପଳେଇ ଆସିଲୁ। ତାପରେ ଦି ଭାଇ ଭଉଣୀ ଯେହେତୁ ଶୀଘ୍ର କ'ଣ ପାଇଁ ନେଇଯାଉଛୁ, କାରଣ ମା ତ ଆସିପାରିବନି, ମା ଦେହ ଖରାପ, ତେଣୁ ଆମେ ଦି ଭାଇ ଭଉଣୀ ନେଇଗଲୁ। ତାପରେ ମୁଁ ମୋର ଗାଧେଇ ପାଧେଇ ପଇଲି, ଇଏ ଗାଧେଇ ପାଧେଇ ପଇଲେ, ଯେହେତୁ ଆମେ ଯିବୁ ଜଳଖିଆ ଖାଇବୁ। ସେ ପ୍ଲାନିଂ ପୁରା ବଦଳିଗଲା, ଯେହେତୁ ଏତେ ସୁନ୍ଦର ପାଗ, ତ କହିଲା ମୁଁ ନିଜେ ଏଇଠି ଆଣି ଇପି କରି ଖାଇଦେବି, ତ ଖାଉ ସିଏ। ମୁଁ ମୋର ପଳେଇ ଆସିଲି, ଯେହେତୁ ମୁଁ ବି କିଛି ଖାଇପାରିଲିନି। ତାପରେ ମୁଁ ଦୋକାନରେ ଆସି ପହଞ୍ଚିଲି, ମୋତେ ତ ଭୋକ ଶେଷରେ ଗଲା। ତାପରେ ପାଖରେ ଥିଲା 20 ଟଙ୍କା, ଆଉ ତ ସେ କାହିଁ ବିଳମ୍ବ କରି ମୁଁ ପଳେଇ ଆସିଲି ଗୁପଚୁପ୍ ଖାଇବା ପାଇଁ। ଗୁପଚୁପ୍ ଖାଇସାରିଲା ପରେ ପଳେଇ ଆସିଲି ଘରକୁ। ଘରେ ଆସି ଖାଇଦେଲି ମା ହାତ ତିଆରି ରନ୍ଧା ଆମର ସୋୟାବିନ୍ ଆଳୁ ତରକାରୀ, ତା ସହିତ ଭାତ। ଆନନ୍ଦମୟ ହେଇ ଖାଇ ଦେଇକି ମୁଁ ପଳେଇ ଆସିଲି ଦୋକାନକୁ। ଦୋକାନ ଯିବା ବାଟରେ ଆମ ଏଠି ଠାକୁର ହଉଥିଲେ, ତ ଅଲମୋଷ୍ଟ ସଇଲାଣି ସବୁ, ଯେହେତୁ 2-3 ଦିନ ପରେ ଠାକୁର ପୂଜା ଅଛି। ତାପରେ ମୁଁ ପଳେଇ ଆସିଲି ଦୋକାନ ଆସି ପହଞ୍ଚିଲା ବେଳକୁ ମୁଁ ପଳେଇଲି ଗୋଟେ ଭଲ୍ଟୁ ପିନ୍ ଆଣିବାକୁ, କାରଣ ମୋ ସାଇକେଲ ଭଲ୍ଟୁ ପିନ୍ ହିଁ ଯାଇଛି। ତାପରେ ଆସି ଦେଖିଲା ଯେ ଜଳଖିଆ ତାଙ୍କ ପାଇଁ ଯେହେତୁ ଆଣିବି, ଜଳଖିଆ ଆସି ଗଲାବେଳକୁ ଯେ ଭଗବାନ କି ଭିଡ଼! ଇଏ ଭିଡ଼ ନା କ'ଣ, ଏମାନେ ପୁରା ମୋ ରାହା ଚାହିଁଛନ୍ତି, ପୁରା ଅନେଇ ବସିଛନ୍ତି କେତେବେଳେ ମୁଁ ଆସିଲେ ଖାଇବେ। ତାପରେ ମା ତାରିଣୀଙ୍କୁ ଦର୍ଶନ କରିଦେଲି, ମା ହନୁମାନଙ୍କୁ ଦର୍ଶନ କରିକି ରହୁଛି ଜୟ ଜଗନ୍ନାଥ। ଆମ ଚ୍ୟାନେଲ୍‌ରେ କିଛି ବି ଭଲ ହେଇଥିବ ପ୍ଲିଜ୍